ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ସମସ୍ତଙ୍କୁ। ତ କିଛି ଦିନ ତଳେ ଆମେ ଦେଖିଥିବା ଯେ ଗୋଟେ ଚିଠି ଆସିଥିଲା ଆମ ପାଖକୁ, ଯେଉଁଥିରେ କି DEC କୋର୍ସ କରିଥିବା ବା ENT କୋର୍ସ କରିଥିବା ପିଲାମାନଙ୍କର ଏନ୍ଗେଜମେଣ୍ଟ ବିଷୟରେ ଥିଲା, ଯେଉଁଟାକୁ କି OSEPA ଆପ୍ରୁଭ୍ କରିଥିଲା ବୋଲି ଆମେମାନେ ଦେଖୁଥିଲେ। ଯେଉଁଠିକି ଆମର ପୋଷ୍ଟ ଥିଲା ପାଖାପାଖି 7,000, ଠିକ୍ ଅଛି, ଯେଉଁଟାକି OSEPA ଆପ୍ରୁଭ୍ କରିଛି ବୋଲି ଆମେ ଦେଖୁଥିଲେ। କିନ୍ତୁ ଏଇ ଚିଠି ଚାରିପଟେ ବୁଲୁଛି ଏବଂ ସମସ୍ତେ କହୁଛନ୍ତି ପୋଷ୍ଟ ଆସିବ 227 କୋଟି ଟଙ୍କା ସାଙ୍କସନ୍ ବି ହେଇଛି ବୋଲି ଏଇଠି ଦେଖାଯାଉଛି। କିନ୍ତୁ ଏଇଟା ଆକ୍ଚୁଆଲିରେ ସତ ନା ମିଛ ନା କ'ଣ, ବର୍ତ୍ତମାନ ଆମେ ଜାଣିବା। ତ ସମସ୍ତଙ୍କ ପାଖରେ ଏଇ ସେମ୍ ଚିଠି, ସମସ୍ତେ କହୁଛନ୍ତି ହଁ ନୂଆ ଚିଠି ଆସିଛି, ପୋଷ୍ଟ ଆସିବ 7,000 ପୋଷ୍ଟ ଆସିବ, ସାଲାରୀ ରହିବ 26,000। ଏଠି ଲେଖି ବି ଦେଇଛି ଚିଠିରେ 26,200 ଟଙ୍କା ସାଲାରୀ, ଟଙ୍କା ବି ସାଙ୍କସନ୍ ହେଇଛି, OSEPA କ୍ରିଏଟ୍ ବି କରିଛି। ତ ବର୍ତ୍ତମାନ ଆମେମାନେ ଜାଣିବା ଯେ ଏଇ ଚିଠିଟି ଆକ୍ଚୁଆଲିରେ ସତ ନା ମିଛ ନା କିଏ ଫେକ୍ ଚିଠି ଭାଇରାଲ୍ କରିଛି, ବର୍ତ୍ତମାନ ଆମେ ଦେଖିବା। ତ ବର୍ତ୍ତମାନ ଆମେ ଦେଖିବା ଗୋଟେ ସରକାରୀ ଚିଠି, ଯେଉଁଟାକି କିଛି ଦିନ ତଳେ ଆସିଛି। ସେଇ ଚିଠି ପରେ ପରେ ଏଇ ଚିଠି ଆସିଛି, ଯେଉଁ ଫେକ୍ ଚିଠି ଥିଲା ତାପରେ ପରେ ଏଇ ଚିଠିଟି ଆସିଛି। ଏଇ ଚିଠିରେ ସମ୍ପୂର୍ଣ୍ଣ ରୂପେ ଲେଖା ହେଇଛି ଯେ ଉକ୍ତ ପ୍ରଶ୍ନପତ୍ରଟି ସମ୍ପୂର୍ଣ୍ଣ ଜାଲ୍ ଅଟେ। ଯେଉଁ 7,234ଟି ଶିଶୁ ବାଟିକା ଶିକ୍ଷକ ପଦବୀ ସୃଷ୍ଟି ସହ ପ୍ରତି ଶିଶୁଙ୍କୁ ମାସିକ 26,000 ଟଙ୍କା ଦିଆଯିବ ବୋଲି କୁହାଯାଇଥିଲା, ଏହା ମିଥ୍ୟା ବୋଲି ଦାବି କରାଯାଇଛି। ସରକାର ନିଜେ କହିଛନ୍ତି ଯେ ସେ ଏମିତି କୌଣସି ଚିଠି ଆପ୍ରୁଭ୍ କରିନାହାନ୍ତି କିମ୍ବା OSEPA କୌଣସି ଚିଠି ଛାଡ଼ି ନାହିଁ ୱେବସାଇଟ୍ରେ। ତା'ର ସେ ନିଜେ ଗଭର୍ଣ୍ଣମେଣ୍ଟ ହେଡ଼ିଂରେ ଲେଖିଦେଇଛି ଜାଲ୍ ଚିଠି। ଏଇ ଯେଉଁ ଚିଠିଟି ଏହା ଗୋଟେ ଫେକ୍ ନ୍ୟୁଜ୍। ରାଜ୍ୟ ସରକାର ସାଧାରଣ ଜନତା ଗଣମାଧ୍ୟମକୁ ଅନୁରୋଧ କରୁଛନ୍ତି ଯେ ସୋସିଆଲ ମିଡ଼ିଆଠୁ ଏମିତି ମିଛ ପ୍ରଚାର କରନ୍ତୁ ନାହିଁ। ତେଣୁକରି ବର୍ତ୍ତମାନ ଆମେ ଜାଣିପାରିଲେ ଯେ ଇଏ ହେଲା ଯେଉଁ 26,000 ସାଲାରୀ କହୁଥିଲେ ଇଏ ସମ୍ପୂର୍ଣ୍ଣ ମିଛ ଅଟେ, ଠିକ୍ ଅଛି। ତେଣୁକରି ଆମେ ଫେକ୍ ନ୍ୟୁଜ୍ରୁ ଦୂରେଇ ରହିବା। ଥ୍ୟାଙ୍କ ୟୁ।